ଏବେ ଆସିଗଲି ମୁଁ ପିଜୁଳି ଖାଇବା ପାଇଁ। ତ ଏଇଟା ବି ଆଜିର ହିଁ ମାନେ ଟ୍ୟୁସଡେର ସେକେଣ୍ଡ ପାର୍ଟ। ଯେହେତୁ ମୁଁ ଏବେ ରେସିପି ସବୁଦିନ ସେୟାର କରିଦେଉଛି ତ ମୋର ସବୁଦିନ ଦୁଇଟା ପାର୍ଟ ହେଇଯାଉଛି, କାରଣ ଲଙ୍ଗ୍ ଭିଡ଼ିଓ ଏତେ ଛାଡ଼ୁନି। ଆଉ ପିଜୁଳି ଟିକେ ବାବାଙ୍କୁ ଏଠି ଟିକେ ବିଟ୍ ଲୁଣ ଦେଇକି ବାବାଙ୍କୁ ଟିକେ ଦେଇଦେଲି। ଆଉ ମୁଁ ବି ଖାଇଥିଲି, ମାମା ବି ଖାଇଲେ। ଆଉ ଏବେ ଆସିଲେ ଆଉ ଗୋଟେ ରେସିପି ଆପଣଙ୍କ ସହ ସେୟାର କରିବି, ଯେଉଁଟା ହେଉଛି ସୋୟାବିନ୍ ଆଳୁ ତରକାରୀ। ସମସ୍ତେ ଜାଣିଥିବେ, ତ ମୁଁ ବହୁତ ଦିନ ପରେ କରୁଛି। ଏ ଦେଖନ୍ତୁ ମୁଁ ସୋୟାବିନ୍କି ଭଲ ଭାବେ ସିଝେଇ ଦେଲି, ଦେନ୍ ଆଳୁକୁ ଭାଜିଦେଲି। ଆପଣ ଚାହିଁଲେ ସିଝା ଆଳୁ ବି ନେଇପାରିବେ। ଆଉ ସୋୟାବିନ୍କୁ ଟିକେ ଭାଜିଦେଲି। ବେଶୀ ତେଲ ବିଲକୁଲ ଦେବେନି, ବି ତାକୁ ଛାଣିବେନି ବିଲକୁଲ, ବହୁତ ତେଲ ପିଇଯିବ ଆଉ ଦେହ ଖରାପ ହେବ, ଡାଇଜେସନ୍ କରିବାକୁ କଷ୍ଟ ହେବ। ତ ଏଠି ଅଳ୍ପ ତେଲ ବି ନେଲି। ଏଠି ଜିରା ପକେଇଲି, ସୋରିଷ ଫୋରିଷ ପକେଇବେନି, କେବଳ ଜିରା ହିଁ ପକେଇବେ। ତାପରେ ମସଲା ଦେଇଦେଲି, ଆଉ ସେଥିରେ ଅଳ୍ପ ଲଙ୍କାଗୁଣ୍ଡ ଆଉ ହଳଦୀ ଗୁଣ୍ଡ ପକାଇଲି। ମୁଁ କୌଣସି ଗୁଣ୍ଡ ମସଲା ପକାଏନି, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ କିଛି ବି ପକାଏନି ମୁଁ। ଆଉ ଏବେ ଦେଖନ୍ତୁ କଷେଇଲେ କିନ୍ତୁ ଭଲ ଲାଗରେ କଷିବେ, ଯେମିତି କଞ୍ଚା ମସଲାର ସ୍ମେଲ୍ ନ ରୁହେ, ନହେଲେ ତରକାରୀ ବହୁତ ଖରାପ ଲାଗିବ। ଦେଖନ୍ତୁ ଏଇଟା ଭଲ ଭାବେ କଷି ହେଇଗଲାଣି। ମୁଁ କମ୍ ତେଲ ଦେଇଛି, ନହେଲେ ତେଲ ଆପଣମାନେ ଜଣାପଡ଼ିଥାନ୍ତା। ତାପରେ ମୁଁ ଏଥିରେ ଟିକେ ଟିକେ ସେୟାର କରୁଛି। ତ ମୋର ଏଇ ସୋୟାବିନ୍ ଆଳୁ ତରକାରୀର ରେସିପିଟା ଅଲଗା ଆସିବ ଭିଡ଼ିଓ, ଆପଣମାନେ ଦେଖିଥିବେ। ତାପରେ ରେଡ଼ି ହେଇଗଲା ମୋର ସୋୟାବିନ୍ ଆଳୁ ତରକାରୀ। ତ ଲଞ୍ଚରେ ଆଜି ବେଶୀ କିଛି ବନେଇନି, ଭାତ, ଡାଲି, ଦେନ୍ କଲରା ଭଜା, ଆଉ ସୋୟାବିନ୍ ଆଳୁ ତରକାରୀ, ଆଉ ଭେଣ୍ଡି ଆଳୁ ଭଜା, ପାମ୍ପଡ଼, ସାଲାଡ଼, କାକୁଡ଼ି, ଏସବୁ। ଚାରିଟା ବେଳେ ଉଠିଲା ପରେ ଆପଣମାନେ ଦେଖିଥିଲେ ସ୍ୱସ୍ତିକ କେମିତି ତରଭୁଜ ଫଟେଇ ଦେଇଥିଲା। ଫାଳେ କାଲି କରିଥିଲି ତା ପାଇଁ, ମାନେ ଆମ ପାଇଁ, ଆଉ ଫାଳେ ଥିଲା, ତ ଆଜି ଜୁସ୍ କରିବାକୁ ଆଣିଦେଲି। ତା ପାଇଁ ଟିକେ ଚକୋଲେଟ୍ ମିଲ୍କ ସେକ୍ କରିବି, ତ ଆଗ ଆମ ପାଇଁ କରିଦିଏ, ଏକାଥରେ ଦେବି, ନହେଲେ ସିଏ ଜିଦ୍ଦି କରିବ ୱାଟରମେଲନ୍ ଜୁସ୍ ପିଇବା ପାଇଁ। ଆଉ ୱାଟରମେଲନ୍ଟା ଫ୍ରିଜ୍ରେ ରଖା ହେଇଥିଲା। ତ ଏଥିରେ ମୁଁ ଚିନି ଆଉ ବିଟ୍ ଲୁଣ ଏଇଟା ପକାଇ ଦେଇଛି, ତାକୁ ଛାଣିଦେଲି। ମୁଁ ଭଲ ଲାଗେ ମିଶାଇକିରି, ବାବାଙ୍କ ପାଇଁ ଆଉ ଗୋଟେ ମାମାଙ୍କ ପାଇଁ। ଆଉ ସାର୍ଙ୍କର ଏଠି ଚକୋଲେଟ୍ ମିଲ୍କ ସେକ୍। ଆଉ ମୁଁ ଏବେ ଛାତ ଉପରକୁ ଆସିଲି ମୋର ଟୁଟି ଫୁଟି ଦେଖିବା ପାଇଁ। ମୁଁ ସକାଳେ ଶୁଖେଇଥିଲି, ଆପଣମାନେ ଦେଖେଇଥିଲି। ଆଉ ମୋ ଟୁଟି ଫୁଟି ପୁରା ରେଡ଼ି। ଆଉ ଏଇ ଟୁଟି ଫୁଟିରେ ଆଜି ମୋତେ ମୋ ଜିନିଷ ବନେଇବାର ଅଛି। ତ ଆପଣମାନେ ଆସନ୍ତୁ, ମୁଁ ଆପଣମାନଙ୍କୁ ଦେଖେଇବି କି ମୁଁ ଟୁଟି ଫୁଟିରେ କ'ଣ ବନାଉଛି। ଅବଭିୟସ୍ କଥା, ଟୁଟି ଫୁଟି ପକେଇବି କେକ୍ରେ ହିଁ। ତ ଏଇଟା ଦେଖନ୍ତୁ, ମୁଁ ଅଟାରେ କେକ୍ କରିଛି। ଅଳ୍ପ କ୍ଷୀର, ଚିନି, କଦଳୀ, ଆଉ ଏଠି ବେକିଂ ସୋଡ଼ା ଆଉ ବେକିଂ ପାଉଡ଼ର ନେଇଛି। ଆଉ ଏଥିରେ ଅଳ୍ପ ତେଲ, ଭଲ ତାକୁ ଗ୍ରାଇଣ୍ଡିଙ୍ଗ କରିଦେବି। ଆଉ ଏଇଟା କଡ଼େଇ ନେଇଛି, କଡ଼େଇ ଉପରେ ଲୁଣ ଦେଇଛି। ଏଇଟା ମୁଁ ଆଗରୁ ବହୁତ ଥର ୟୁଜ୍ କରିଛି। ଆଉ ଏଠି କେକ୍ ପ୍ୟାନ୍ ଥୋଇ ଦେଇଛି, କେକ୍ ମୋଲ୍ଡଟା।
ତାପରେ ମୁଁ ଦୁଇଟା ଗିନା ନେଇଛି, ଏଥିରେ ମୁଁ କରିବି। ସେ ଭଲ ଲାଗେ ତେଲ ଲଗେଇଦେବି। ତାର ବ୍ୟାଟରକୁ ଢାଳିଲି। ବ୍ୟାଟର ହାଫ୍ ଦେବେ, ବିଲକୁଲ ଫୁଲ୍ ଦେବେନି। ଆଉ ତା ଉପରେ ପକେଇବି ମୋର ଟୁଟି ଫୁଟି। ଏଇଟା ଏତେ ପ୍ଲାନ୍ ନଥିଲା, କିନ୍ତୁ ଟୁଟି ଫୁଟି ଦେଖିକି ମୋତେ କେକ୍ ବନେଇବାକୁ ଇଚ୍ଛା ହେଲା, ସେଥିପାଇଁ କେକ୍ ବନେଇଲି। ତାପରେ ଆମେ ତାକୁ ନେଇକି ରଖିଦେବା। ତାପରେ ଆମେ ତାକୁ କଭର୍ ଦେଇଦେବା। ଆଉ ଗ୍ୟାସ୍ ଫ୍ଲେମ୍କୁ ମିଡ଼ିୟମ୍ କରିଦେବା। ଦେଖନ୍ତୁ ମୁଁ ଏକ୍ସଟ୍ରା ଆଉ ଦୁଇଟା ରଖିଦେଇଛି। ଆଉ ଏବେ କେକ୍ ଆମର ରେଡ଼ି। କିନ୍ତୁ କେକ୍ ଏତେ କାହିଁ ବାଗ ହେଲାନି, କ'ଣ ପାଇଁ ଜଣା ନାହିଁ ମୋତେ। ଟେଷ୍ଟ ଭଲ ଥିଲା। ତାପରେ ଆସିଲି, ମୋ ମମି ଗୋଟେ ସାରୁ ଚିପ୍ସ ଆଣିଥିଲା ମୋ ପାଇଁ, ଆପଣମାନେ ଦେଖିଥିଲେ ତ, ଯେଉଁଟାକି ମୋ ଫେଭରାଇଟ୍, ତ ମୁଁ ଆଣିଲି ଖାଇବା ପାଇଁ। ଆଉ ଏଠି ଦେଖନ୍ତୁ କେତେ ରାଗ ଦେଖାଉଛି। ଆଉ ସେଟା ବହୁତ ହି ସ୍ପାଇସି, କିନ୍ତୁ ମୋତେ ଭଲ ଲାଗେ। କାହାକୁ ସାରୁ ଚିପ୍ସ ଭଲ ଲାଗେ ମୋତେ କହିବେ। ଆଉ ଏଠି ଦେଖନ୍ତୁ ସାର୍ ପଢ଼ିବେ କ'ଣ, ପଢ଼ା ଟାଇମ୍ରେ ତାର ସବୁବେଳେ ଖେଳ। ଏଠି ବସି ଖେଳୁଛି। ଆଉ ଏଇଠି କ'ଣ ଗୋଟେ ଡ୍ରଇଂ କରିଛି ବିଲ୍ଡିଂର, ତା ସବୁଠି ପତାକା ଚିହ୍ନ, ସବୁଠି ପତାକା ଇଏ କରିଦେଇଛି। ଆଉ ମୁଁ ବି ବ୍ଲଗ୍ଟି ଏଇଠି ସାରୁଛି। ତ କାଲି ଦେଖିବା, ରହୁଛି।